ଆସନ୍ତୁ ଦେଖିବା ଆଜି କଂସରା ଯାତ୍ରା ଓ ମା ବିଂଶଗିରି ନମଃ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର କଂସରା ଗ୍ରାମରେ ଅନୁଷ୍ଠିତ ପାହାଡ଼ ପାଖରେ ଥିବା ମା ବିଂଶଗିରି ମନ୍ଦିର। ଆଜି ମା ବିଂଶଗିରିଙ୍କ ଦ୍ୱିତୀୟ ଦିନ ବାର୍ଷିକ ଯାତ୍ରା ପୂଜା ମହୋତ୍ସବ ଅନୁଷ୍ଠିତ ହୋଇଯାଉଛି। ଆଜି ଆମେ ଦେଖିବାକୁ ଯାଇଥିଲୁ ମାଙ୍କର ପୂଜାର୍ଚ୍ଚନା ଏବଂ ଆଜି ସମସ୍ତଙ୍କର ମଙ୍ଗଳ କାମନା ପାଇଁ ପୂଜାର୍ଚ୍ଚନା କଲୁ ଏବଂ ଆପଣଙ୍କୁ ସାମ୍ନାରେ ଦର୍ଶନ କରୁଛୁ। ବହୁତ ପ୍ରକାର ଷ୍ଟଲ୍ ପଡ଼ିଥିଲା, ଯାହା ଭଗବାନଙ୍କ ଫଟୋ, ବହି ଏବଂ ଅନ୍ୟାନ୍ୟ ଷ୍ଟଲ୍ ପଡ଼ିଥିଲା ଆପଣଙ୍କୁ ଦେଖିବାକୁ ମିଳିବ ଏବଂ ହଜାର ହଜାର ଭକ୍ତଙ୍କ ସମାଗମ ମଧ୍ୟରେ ପୂଜା ଅର୍ଚ୍ଚନା ଚାଲିଛି। ବହୁତ ଲୋକଙ୍କ ଭିଡ଼ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ନିୟୋଜିତ ଅଛନ୍ତି ଏବଂ ଦେଖନ୍ତୁ କେତେ ହଜାର ହଜାର ଭକ୍ତ ଆଜି ଦର୍ଶନ କରିବା ପାଇଁ ମାଙ୍କ ପାଖକୁ ଆସିଛନ୍ତି। ମୋର 3 ବର୍ଷ ହେଇଗଲା ଏ ବର୍ଷକୁ। ମୁଁ ମଧ୍ୟ ଯାଇଥିଲି ମନ୍ଦିରର ସାମ୍ନାର ଦୃଶ୍ୟ ଦେଖନ୍ତୁ, ପଛପଟେ ପାହାଡ଼ର ସୌନ୍ଦର୍ଯ୍ୟ ଦେଖନ୍ତୁ, ସାମ୍ନାରେ ମନ୍ଦିର ଆଉ ସାମ୍ନାରେ ଆପଣ ଦେଖୁଥିବେ ଯେ ବର୍ତ୍ତମାନ ମାଙ୍କର ମନ୍ଦିରର ଦୃଶ୍ୟ ଏବଂ ଭକ୍ତମାନଙ୍କର ଦୃଶ୍ୟ। ହଜାର ହଜାର ଭକ୍ତଙ୍କ ସମାଗମ। ରାସ୍ତା ଆଜି ପୁରା ଭିଡ଼ ହୋଇଯାଇଥିଲା। ଆମେ ଯେତେବେଳେ ପହଞ୍ଚିଲୁ ବହୁତ ଇଏରେ ପ୍ରଶାସନ ଏହାକୁ ଟିକେ ଦୃଷ୍ଟିଗୋଚର ଦେଲେ ଆଗକୁ ଭକ୍ତଙ୍କ ସମାଗମ ଆନନ୍ଦମୟ ହେବ ଏବଂ ବହୁତ ସୁଚାରୁ ରୂପେ ଭକ୍ତମାନେ ଯିବା ଆସିବା ହୋଇପାରିବ। ଦେଖନ୍ତୁ କେତେ ହଜାର ହଜାର ଲୋକଙ୍କ ଭକ୍ତଙ୍କ ସମାଗମ ମଧ୍ୟରେ ଆଜି ମାଙ୍କର ଯାତ୍ରା କାଲି ମଧ୍ୟ ଅନୁଷ୍ଠିତ ହେବ। ତେଣୁ ଆପଣମାନଙ୍କୁ ମୋ AK କ୍ରିଏସନରେ ସମସ୍ତେ ଜଡ଼ିତ ଥିବା ସମସ୍ତ ଭାଇମାନଙ୍କ ପାଇଁ ଆଜି ମା ବିଂଶଗିରି ମନ୍ଦିରର ପୂଜାର୍ଚ୍ଚନା ସହ କିଛି
ଆପଣମାନେ ଯାତ୍ରାକୁ ଆସିଲେ ସୁସ୍ୱାଦ ଭୋଜନ କରିବା ସହିତ ବାହାଘର ଠାରୁ ଆରମ୍ଭ କରି ନିଜ ଘରକରଣୀ ଜିନିଷ, ପାଠପଢ଼ା ଜିନିଷ ଏବଂ ଅନ୍ୟାନ୍ୟ ସାମଗ୍ରୀ ଏବଂ ସମସ୍ତ ଭଉଣୀ ଓ ମା'ମାନଙ୍କର ଲଗାଉଥିବା ଚାଷପତ୍ର ସବୁ ପ୍ରକାର ଜିନିଷ ମିଳିବ। ଛୋଟ ପିଲାଙ୍କ ପାଇଁ ଖେଳଣା ଠାରୁ ଆରମ୍ଭ କରି ପ୍ରତ୍ୟେକ ଜିନିଷ ମୁଁ ଦେଖୁଥିଲି ଯାହା ସବୁ ପ୍ରକାର ଷ୍ଟଲ୍ ପଡ଼ିଛି, ସବୁ ଜିନିଷଟି ଆଭେଲେବୁଲ୍ ଅଛି, ଆପଣ ପାଇପାରିବେ। ମା'ଙ୍କ ଦର୍ଶନ କରିବା ସହିତ ଘରକୁ ନେଇଯାଆନ୍ତୁ ଏବଂ ସୁସ୍ୱାଦ ଭୋଜନ କରନ୍ତୁ। ଏଠି ଦେଖନ୍ତୁ ଜଣେ ପାନ ଭାଇ ବିକୁଛନ୍ତି, ତା ତଳେ ଦେଖନ୍ତୁ ବର୍ତ୍ତମାନ ଆପଣଙ୍କର କମଳା ଭାଇ ଜଣେ ବିକୁଛନ୍ତି। ଏପଟେ ଆମର ଆସିଲେ ଚଷମା, ଚପଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦେଖନ୍ତୁ, ଏଭଳିଆ ସମସ୍ତ ପ୍ରକାର ସାମଗ୍ରୀ ଏଠାରେ ମିଳୁଛି। ଯାତ୍ରା ଦେଖିବା ସହିତ ଘରକରଣା ଜିନିଷ ବି ଆପଣ ଏଠୁ ନେଇପାରିବେ। ଏବଂ ଏଠି ବଡ଼ ଜିନିଷ ହେଲା ମା'ଙ୍କର ଆଶୀର୍ବାଦରେ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ ହେଉଛି, ଯାହାଦ୍ୱାରା ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି। ଆପଣ ଦେଖୁଥିବେ ପୂର୍ବରୁ ଏତେ ସଂଖ୍ୟକ ଲୋକ, ଏତେ ଭକ୍ତ, ଯାହାକି ଗାଡ଼ି ରାସ୍ତାର ଜାମ୍ ଏବଂ ମନ୍ଦିର ପରିସରରେ ଆପଣଙ୍କୁ ଦେଖାଉଥିଲୁ କେତେ ଲୋକ ଅଛନ୍ତି। ତେଣୁ ଆପଣ ଅନୁମାନ କରନ୍ତୁ ମା'ଙ୍କର ଆଶୀର୍ବାଦ କେତେ ଯେ ଏତେ ଭକ୍ତଙ୍କ ସମାଗମ। ତେଣୁ ନିଶ୍ଚିତ ଭାବେ ମା'ଙ୍କର ଆଶୀର୍ବାଦ ଯୋଗୁଁ ସମସ୍ତଙ୍କର ମଙ୍ଗଳ ହେଉଛି ଏବଂ ଭକ୍ତଙ୍କ ସମାଗମ ବଢ଼ୁଛି। ତେଣୁ ଆପଣ ଥରେ ଆସନ୍ତୁ, ମନସ୍କାମନା କରନ୍ତୁ, ନିଶ୍ଚିତ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହେବ। ଜୟ ମା' ବିଂଶଗିରି। ଏଠି ସମସ୍ତ ଭାଇମାନେ ଯେଉଁମାନେ ବିକୁଛନ୍ତି ବା ଷ୍ଟଲ୍ ପକାଇଛନ୍ତି, ସେମାନେ ବି ଏଠି କିଛି ଲାଭବାନ ହେଉଛନ୍ତି। ତେଣୁ ଦେଖନ୍ତୁ କିଛି ଆମର ଯେଉଁ ପାହାଡ଼ କାନ୍ଥରେ ମା'ଙ୍କର ଅବସ୍ଥାନ ଅଛି, ସେଇ କଂସରାସ୍ଥିତ ପାହାଡ଼। ଏଠି ଦେଖନ୍ତୁ ଯିବା ଆସିବାରେ କେତେ ଭିଡ଼, କେତେ ଲୋକ ହଇରାଣ ହେଉଛନ୍ତି। ଦୁଇ ପଟେ ଗାଡ଼ି ଅଛନ୍ତି, ଏପଟେ ଯିବା ସମୟରେ ଆସିବା ସମୟରେ ପ୍ରବଳ ଭିଡ଼ ହେଇଥିଲା। ପ୍ରଶାସନକୁ ଅନୁରୋଧ ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କିଭଳି ଭାବେ ଭକ୍ତଙ୍କର ସୁବିଧା ହେବ ସେ ବିଷୟରେ ଟିକେ ଦୃଷ୍ଟିଗୋଚର କରନ୍ତୁ। ଧନ୍ୟବାଦ।